ପ୍ରିୟ ସୁରଭି କାର୍ଯ୍ୟକ୍ରମ 2025 ଯାହା ଅନୁଷ୍ଠିତ ହୋଇଥିଲା ଶାଳିଜଙ୍ଘା କ୍ଲଷ୍ଟର ଆନୁକୂଲ୍ୟରେ ନୀଳକଣ୍ଠପୁର ପ୍ରାଥମିକ ବିଦ୍ୟାଳୟରେ। ଏଥିରେ ସାଧନ କେନ୍ଦ୍ରର ତଥା କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗ ଦେଇଥିଲେ ଏବଂ ଛାତ୍ରଛାତ୍ରୀ ମାନେ ସେମାନଙ୍କ ମଧ୍ୟରେ ଅନ୍ତର୍ନିହିତ ଥିବା ବିଭିନ୍ନ ଗୁଣାବଳୀ ନାଚ ଗୀତ ବକ୍ତୃତା ଚିତ୍ରାଙ୍କନ ପ୍ରବନ୍ଧ ଲିଖନ ଆଦି ମାଧ୍ୟମରେ ପରିପ୍ରକାଶ କରିଥିଲେ। ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଏହି କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପାଦିତ ହୋଇଥିଲା। ସଭାପତି ଶ୍ରୀଯୁକ୍ତ ବସନ୍ତ କୁମାର ଦାସ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ତତ୍ପରେ ବିଭିନ୍ନ କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପାଦିତ ହୋଇଥିଲା। କ୍ଲଷ୍ଟରର ସିଆରସିସି ସରିତ କୁମାର ମିଶ୍ର ଏହି କାର୍ଯ୍ୟକ୍ରମକୁ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମ୍ପାଦନ କରୁଥିଲେ। କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟର ଶିକ୍ଷକମାନେ ନିଜ ନିଜର ଦାୟିତ୍ୱ ସୁଚାରୁ ରୂପେ ସମ୍ପାଦନ କରିଥିଲେ। ନୀଳକଣ୍ଠପୁର ପ୍ରାଥମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ ନିଜର କର୍ତ୍ତବ୍ୟ ମଧ୍ୟ ଅନୁପାଳନ କରିଥିଲେ। ଏକ ବର୍ଣ୍ଣାଢ୍ୟ ଏବଂ ଆନନ୍ଦମୁଖର ପରିବେଶ ମଧ୍ୟରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦିତ କରାଯାଇଥିଲା। କୃତି ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଏହି ପୁରସ୍କାର ବିତରଣ ଉତ୍ସବରେ ଆମ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ତରଫରୁ ABO ସାର୍ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏଥିରେ ମାନପତ୍ର ସହ ଅନ୍ୟାନ୍ୟ ପୁରସ୍କାର ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯାଇଥିଲା, ଯାହା ଭବିଷ୍ୟତରେ ସେମାନଙ୍କୁ ଅଧିକ ଉତ୍ସାହିତ କରିବ ବୋଲି ଆମର ଆଶା। ତେବେ ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନ କରିବା କ୍ଷେତ୍ରରେ ମଞ୍ଚ ପରିଚାଳନା କରିଥିଲେ ନୀଳକଣ୍ଠପୁର ପ୍ରାଥମିକ ବିଦ୍ୟାଳୟର ସଦବ ସାର୍। ତାଙ୍କର ଉଚ୍ଚକୋଟୀର ମଞ୍ଚ ସଂଯୋଜନା ହୃଦୟସ୍ପର୍ଶୀ ଥିଲା। ପିଲାମାନଙ୍କ ଦ୍ୱାରା ଉଚ୍ଚକୋଟୀର ନୃତ୍ୟ ସଙ୍ଗୀତ ତଥା ଚିତ୍ରାଙ୍କନ ଆଦି ପରିବେଷିତ ହୋଇଥିଲା, ଯାହା ସେଠାରେ ରୁଣ୍ଡୀଭୂତ ଆବାଳ ବୃଦ୍ଧ ବନିତା ତଥା ଛାତ୍ରଛାତ୍ରୀ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଗ୍ରାମବାସୀଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଆଶା ଏଠାରୁ ଚୟନ ହୋଇଥିବା ସମସ୍ତ କୃତି ଛାତ୍ରଛାତ୍ରୀ ବ୍ଲକ ସ୍ତରରେ ମଧ୍ୟ ନିଜର କୃତିତ୍ୱ ବଜାୟ ରଖିବେ ଏବଂ ନିଜ ବିଦ୍ୟାଳୟ ତଥା କ୍ଲଷ୍ଟରର ନାମକୁ ଗୌରବାନ୍ୱିତ କରିବେ ଏବଂ ସେମାନଙ୍କର ଭବିଷ୍ୟତ ଉଜ୍ଜଳମୟ କରିବେ ତଥା କେବଳ ବ୍ଲକ ସ୍ତରରେ ନୁହେଁ
जिला स्तर एवं राज्य स्तर रे सेमानଙ୍କର नामକୁ स्वर्णाभ अक्षर रे स्वर्णिम अक्षर रे लिपिबद्ध करिवे। यह मोर जगतर नाथ जगन्नाथ तथा जगज्जननी माँ विरजांक निकट रे प्रार्थना। धन्यवाद।